ଏଇ ଭାଉ ସାହେବ ସିନ୍ଧେ କଲେକ୍ଟର ଥିଲେ। ସେଠି କୋଳେ କେମିତି ମୋତେ ପ୍ରୋଟୋକଲ ଦିଆଗଲା, ରାଜ୍ୟସଭାର ପ୍ରୋଟୋକଲ ଦିଆହେଇ ମୋତେ ଲୋକସଭା ଉପରେ ରଖିଥିଲେ ଭାଷଣରେ। ମୋ ପରେ ଯାଇକିରି ଧର୍ମେନ୍ଦ୍ର ପ୍ରଧାନ କହିବାର କଥା, କିନ୍ତୁ ମୁଁ ଭଦ୍ରାମୀରୁ କହିଲାଣି ଭଦ୍ରଗିରିରୁ ଲାଷ୍ଟରେ କହିବେ ଜଣେ ସିନିୟର ସାଂସଦ ବି। ସେଠି ମୋ ନାଁ ଫଳକରେ ରହିଲା କେନ୍ଦ୍ରମନ୍ତ୍ରୀଙ୍କ ବେଳେ, ପ୍ରୋଟୋକଲର କୌଣସି ଉଲ୍ଲଂଘନ ହେଲାନି। ଏଇ କଲେକ୍ଟର ଥିଲେ। କୋଉଠି ଅସୁବିଧାଟା ହେଲା, କୋଉଠି ଅସୁବିଧାଟା ହେଲା ମୁଁ ବୁଝିପାରୁନି। କି ନିମନ୍ତ୍ରଣ ତ ଛାଡ଼, ସ୍ୱତନ୍ତ୍ର ନିମନ୍ତ୍ରଣ ଅଛି। ମୋର ଭାଇମାନେ ସବୁ ଗଣମାଧ୍ୟମରେ ଜାଣିଛ, ଗୋଟେ କାର୍ଡ ପ୍ରିଣ୍ଟ ହୁଏ, ପଠାଯାଏ। ରାଜ୍ୟ ସରକାରର ଏଠି କୋଉଠି କିଛି ଭୁଲ ନାହିଁ ମୁଁ ଭାବୁଛି। କାହିଁକି ସେଠି କଂଗ୍ରେସ ଏମ୍ଏଲ୍ଏ ଥିଲେ, ବିଜେଡି ଏମ୍ଏଲ୍ଏ ଥିଲେ, ବିଜେପି ଏମ୍ଏଲ୍ଏ ଥିଲେ। ତେଣୁ ସେ ଦୃଷ୍ଟିରୁ କୌଣସି ଭୁଲ ହେଲାନି। ମୋର ନୋଡାଲ ଡିଷ୍ଟ୍ରିକ୍ଟ ରାଜ୍ୟସଭା ହିସାବରେ ହେଉଛି କଟକ ଜିଲ୍ଲା। ଆଉ ଯେଉଁ ପ୍ରକଳ୍ପକୁ ମୋର ମାନ୍ୟବର ଚେୟାରମ୍ୟାନ୍ ଉପରାଷ୍ଟ୍ରପତି ଉଦ୍ଘାଟନ କଲେ, ତା ଫାଉଣ୍ଡେସନରେ ଦେବାଶିଷ ସାମନ୍ତରାୟଙ୍କ ନାଁ ଅଛି ନବୀନ ପଟ୍ଟନାୟକଙ୍କ ସହ। ମୋ ପ୍ରୋଟୋକଲଟା କୁଆଡ଼େ ଗଲା? ଏଠି ଦେବାଶିଷ ସାମନ୍ତରାୟଙ୍କୁ ଅଣଦେଖା କି ତାତ୍ସଲ୍ୟ କରାଗଲାନି। ଏଠି ସିଧାସଳଖ ରାଜ୍ୟସଭାକୁ, ଯୋଉଟାକୁ ଅପର ହାଉସ୍ କୁହାଯାଏ, ହାଉସ୍ ଅଫ୍ ସିନିୟର ସିଟିଜେନ୍, ସିନିୟର୍ସ କୁହନ୍ତି, ସେଇ ଗୃହକୁ ଅପମାନ କଲେ କଲେକ୍ଟର। ବ୍ୟକ୍ତି ଭାବରେ ଦେବାଶିଷ ସାମନ୍ତରାୟ କିଛି ଫରକ ପଡ଼ୁନି, କିନ୍ତୁ ଯେତିକି ଆମେ ସାଂସଦ ଅଛୁ, ସାରା ରାଜ୍ୟସଭାରେ ଯେତେ ସାଂସଦ ଅଛୁ, ମୁଁ ତଳେ ଏଇଟା ଉତ୍ଥାପନ କଲି, ସମସ୍ତେ ତାଳି ମାରିଲେ, କହିଲେ ଅନେକ ଜାଗାରେ ଆମର ଏଇ ପ୍ରକାର ପ୍ରୋଟୋକଲ ଉଲ୍ଲଂଘନ ହେଉଛି। ମୋର ସେଇ ଘଟଣା ପରେ ଗଭର୍ଣ୍ଣମେଣ୍ଟର ଗୋଟେ ଗାଇଡଲାଇନ୍ ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଲା କି ଗୋଟେ ଏମ୍ଏଲ୍ଏ କିମ୍ବା ଏମ୍ପି ଯଦି ଗୋଟେ କଲେକ୍ଟର ପାଖକୁ ଯାଆନ୍ତି, ଆଉ ତା ତଳ ଅଫିସରଙ୍କୁ ତ ଛାଡ଼, ସେ ଛିଡ଼ା ହେଇକି ତାଙ୍କୁ ସ୍ୱାଗତ କରି କାହିଁକି ବସେଇବେ, କାମ ସରିଲା ପରେ ନିଜେ ଛିଡ଼ା ହେଇକି ନେଇକି ତାଙ୍କୁ ଛାଡ଼ିବେ। ଏଇଟା ଲେଖା ହେଇଛି, ଏଇଟା ତ ଗୋଟେ ଗାଇଡଲାଇନ୍। ଜଣେ ଯିଏ ଯଦି IAS ପଢ଼ିକି ଏଡ଼େ ବଡ଼ ଦାୟିତ୍ୱରେ ଅଛନ୍ତି, କଟକ ଜିଲ୍ଲାର ଗୁରୁତର ଜିଲ୍ଲାର ଯେ କଲେକ୍ଟର, ଭଲ କଲେକ୍ଟର, କାର୍ଯ୍ୟକ୍ରମରେ ମୋର ତାଙ୍କର କୌଣସି ତାଙ୍କ ଇଏରେ କହିବାର ନାହିଁ, କିନ୍ତୁ ସିଏ କେମିତି ଏଇ ପ୍ରୋଟୋକଲଟାକୁ ଉଲ୍ଲଂଘନ କଲେ, ଅତିଥି ତ ରଖିଦେଲେ। ଏବେ କ'ଣ ହେଲା, ଯଦି ବି କଲେକ୍ଟରେଟ୍ରେ କାହାର ଭୁଲ ଅଛି, ତାହେଲେ ସିନ୍ଧେ ମହାଶୟ ତାଙ୍କ ଉପରେ ଆକ୍ସନ୍ ନେଉନାହାନ୍ତି। ଯଦି କୋଉଠି ପ୍ରୋଟୋକଲରେ ଦେବାଶିଷ ସାମନ୍ତରାୟଙ୍କୁ ଗୋଟେ ଟେଲିଫୋନ୍ କଲ୍ ଆସିଲାନି, ଯେତେବେଳେ ମୋତେ ସବୁ ଜିଲ୍ଲା ମିଟିଂକୁ ଫୋନ୍ କଲ୍ ଆସେ, ଫୋନ୍ କଲ୍ ଆସିଲାନି, ମୋର ଚେୟାରମ୍ୟାନ୍, ମୋ ପବିତ୍ର ସେ ଗୃହର ଯିଏ ରଖବାଲା, ଯିଏ କିପର ଅଫ୍ ମାଇ ରାଜ୍ୟସଭା, ସିଏ ଯେତେବେଳେ ଉପସ୍ଥିତ କଟକରେ, ସେଠି ମୋର ନାଁ କୋଉଠି ନାହିଁ। ଇନଭିଟେସନ ଆପଣଙ୍କ ନାଁ ରହିଲା? ନା, ଇନଭିଟେସନ ମୋ ନାଁ ନାହିଁ, ଫଳକରେ ମୋ ନାଁ ନାହିଁ। ମୋତେ ସେଇ ପ୍ରୋଟୋକଲରେ ଡକା ବି ଯାଇନି କି ଷ୍ଟେଜରେ ବସିବା ପରେ। ସାର୍ ଏଇଟା ଇଗ୍ନୋରାନ୍ସ ନା ଆପଣ ଭାବୁଛନ୍ତି ନୋଇଂଲି? ଦେଖ, ମାନେ ଏଇଠି ଇଗୋ କି କ'ଣ କିଛି କହିବିନି, କିନ୍ତୁ ଜଣେ ଇଣ୍ଡିଆନ୍ ଆଡମିନିଷ୍ଟ୍ରେଟିଭ ସର୍ଭିସ ପାଠ ପଢ଼ିକି ଆସିଛି, ଆଉ ତାରି ଉପରେ ସେ ଅମଳତାନ୍ତ୍ରିକ ଉପରେ ଏତେ ଲୋକ ନିର୍ଭର କରୁଛନ୍ତି, ସାଧାରଣ ଲୋକଙ୍କଠୁ ନେଇକିରି ରାଜନେତା ମଧ୍ୟ, କଲେକ୍ଟରଙ୍କ ଆଡମିନିଷ୍ଟ୍ରେସନ ଉପରେ ଆମେ ସବୁ ନିର୍ଭର କରୁଛୁ। ସେଇ ବ୍ୟକ୍ତି ଯେ ତାଙ୍କ ପାଠ ଭୁଲିଯିବେ, ତାଙ୍କ ପାଠ ଯାହା କହୁଛି। ଆମେ ମୋର ରାଜନୀତିକ 25 ବର୍ଷ ନବୀନଙ୍କ ସରକାରରେ ବହୁତ ଅଫିସରଙ୍କୁ ଦେଖିଛି, ଆଉ ବହୁତ କଟକ କଲେକ୍ଟରଙ୍କୁ ବି ଦେଖିଛି। ଅନେକ କଲେକ୍ଟର ବହୁତ କାମ ବି କରିଛନ୍ତି ଏଇ ସହ। ଏଭଳି କଲେକ୍ଟରକୁ ଦେଖିଲି, ଏଇଭଳି କଲେକ୍ଟର ବି ଦେଖିଲି ଯେ କାମ କରୁଛନ୍ତି, ତାଙ୍କର ସେ ଦୃଷ୍ଟିରୁ କହିବିନି, କିନ୍ତୁ ସିଏ ଯେଉଁ ପ୍ରକାର ଲୋକଙ୍କ ସହିତ ବ୍ୟବହାର କରିବା କଥା, ଗୋଟେ ଗ୍ରିଭିଏନ୍ସ, କଲେକ୍ଟର ହେଉଛନ୍ତି ଗୋଟେ ପଏଣ୍ଟ ଅଫ୍ ଗ୍ରିଭିଏନ୍ସ। ଗୋଟେ ସାଧାରଣ ଲୋକ ବି ଯାଇକିରି ହଇରାଣ ହେଉଥିବ, କଲେକ୍ଟରଙ୍କୁ କହିଲେ ସିଏ ସେଠୁ କଲେକ୍ଟରଙ୍କ ଜରିଆରେ ସେ ଜଷ୍ଟିସଟି ପାଏ। ତେଣୁ ଇଏ ଗୋଟେ ସେନ୍ସିଟିଭ୍ ଜବ୍। ମୁଁ ଏକା ଗୋଟେ ରାଜ୍ୟସଭା ସାଂସଦ ନୁହେଁ, ମୁଁ ଏଇ ସହରର 2 ଥର ବିଧାୟକ ମଧ୍ୟ ଥିଲି। ତେଣୁ ଆମର ମଧ୍ୟ ଅନେକ ସପୋର୍ଟର ଅଛନ୍ତି, ବିଜୁ ଜନତା ଦଳର ବି
ଏଠି ଷ୍ଟ୍ରଙ୍ଗ ଥିଲା ଦି ଥର ବିଜୁ ଜନତା ଦଳ ଏଠି ଜିତିଛି ସାଂସଦ ମଧ୍ୟ ଅତୀତରେ ଜିତିଛନ୍ତି ଏବେ ସେ ବିଜେପିରୁ ଜିତନ୍ତୁ ଅଲଗା କଥା କିନ୍ତୁ ବିଜୁ ଜନତା ଦଳର ମୁଁ ଜିଲ୍ଲା ସଭାପତି ଥିଲି ତେଣୁ ଜଣେ କଲେକ୍ଟର ଯିଏ ବି ଆସିବ ଦାୟିତ୍ୱକୁ सी पॉलिटिकल सिचुएशन तो निश्चय जानिबो। एई वीडियोटी आपनकु केमिति लागिला कमेंट करि जणांतु। धरित्री लाइव रो यूट्यूब एवं फेसबुक चैनल को सब्सक्राइब करंतु। अधिक खबर पई लॉगिन करंतु www.dharitri.com।